ନମସ୍କାର। ଆଜି ଆମେ ଦକ୍ଷିଣ ଭାରତର ଇତିହାସର ଏକ ସୁବର୍ଣ୍ଣ ଯୁଗକୁ ଫେରିଯିବା। ଭାବନ୍ତୁ ତ, ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀ ମଧ୍ୟରେ ଥିବା ଏକ ସମୟ, ଯାହାକୁ ଆମେ ସଙ୍ଗମ ଯୁଗ ବୋଲି କହୁ। ଏହି ସମୟରେ ହିଁ ଦକ୍ଷିଣ ଭାରତ ଏକ ସାଧାରଣ ଅଞ୍ଚଳରୁ ବଦଳିଯାଇ ଏକ ଅତ୍ୟନ୍ତ ସୁସଂଗଠିତ ଏବଂ ପୂରା ବିଶ୍ୱ ସହିତ ସଂଯୁକ୍ତ ଥିବା ଏକ ବିଶାଳ ସଭ୍ୟତାରେ ପରିଣତ ହୋଇଥିଲା। ପ୍ରାଚୀନ ତାମିଲାକମର ଏହି ରୂପାନ୍ତରଣ ପ୍ରକୃତରେ ରୋମାଞ୍ଚକର। ତେବେ ଆସନ୍ତୁ, ବିଳମ୍ବ ନକରି ସିଧାସଳଖ ଆରମ୍ଭ କରିବା। ଆଚ୍ଛା, ଆଜିର ଏହି ଆଲୋଚନାରେ ଆମେ କେଉଁ କେଉଁ ବିଷୟରେ କଥା ହେବା ତାର ଗୋଟେ ରୂପରେଖା ଉପରେ ଟିକେ ନଜର ପକାଇବା। ପ୍ରଥମେ ତିନୋଟି ମହାନ ଏକାଡେମୀରୁ ଆରମ୍ଭ କରି ତାହାପରେ ମୁକୁଟ ପିନ୍ଧା ରାଜାମାନଙ୍କର ଶାସନ, ସେତେବେଳକର ପ୍ରାଚୀନ ପରିବେଶ ଆଉ ସମାଜ, ବିଶ୍ୱସ୍ତରୀୟ ସାମୁଦ୍ରିକ କେନ୍ଦ୍ର ଏବଂ ଶେଷରେ ସବୁଠାରୁ ଆକର୍ଷଣୀୟ କଥା, ମାଟି ତଳୁ ମିଳିଥିବା ନୂଆ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ବିଷୟରେ ଜାଣିବା। କିନ୍ତୁ ଆଡ଼କୁ ବଢ଼ିବା ପୂର୍ବରୁ ଗୋଟେ ବହୁତ ଆଶ୍ଚର୍ଯ୍ୟଜନକ କଥା ଶୁଣନ୍ତୁ। ସିକାଇ କୋଟ୍ରାନ୍, ଏହା ହେଉଛି ଜଣେ ପ୍ରାଚୀନ ତାମିଲ ବ୍ୟବସାୟୀଙ୍କର ନାମ। ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ଇଜିପ୍ଟର ପ୍ରସିଦ୍ଧ ଭ୍ୟାଲି ଅଫ୍ ଦ କିଙ୍ଗ୍ସରେ ଥିବା 5ଟି ଅଲଗା ଅଲଗା ସମାଧିରେ ଏହି ନାମଟି 8 ଥର ଖୋଦିତ ହୋଇଥିବାର ମିଳିଛି। ବିଶ୍ୱାସ ହେଉଛି 2024 ଏବଂ 2025 ମସିହାରେ ହୋଇଥିବା ଏହି ନୂଆ ଆବିଷ୍କାର ପ୍ରମାଣ କରୁଛି ଯେ ଆମ ପ୍ରାଚୀନ ତାମିଲ ବ୍ୟବସାୟୀଙ୍କର ପହଞ୍ଚ କେବଳ ଭାରତରେ ନଥିଲା, ବରଂ ପୂରା ବିଶ୍ୱରେ ସେମାନଙ୍କର କେତେ ବଡ଼ ପଦଚିହ୍ନ ଥିଲା। ତେବେ ପ୍ରଥମ ବିଭାଗକୁ ଆସିବା। ତିନୋଟି ମହାନ ଏକାଡେମୀ ଯାହା ତାମିଲନାଡୁର ସାହିତ୍ୟିକ ମୂଳଦୁଆ ପକାଇଥିଲା। ପ୍ରକୃତରେ ଏହି ସଭ୍ୟତାର ଇତିହାସକୁ ଆମେ ଦୁଇଟି ରାସ୍ତାରେ ଜାଣିପାରୁ। ଗୋଟିଏ ହେଲା ସେମାନଙ୍କର ଅଦ୍ଭୁତ କାବ୍ୟିକ ପରମ୍ପରା, ଆଉ ଅନ୍ୟଟି ହେଲା ଆଧୁନିକ ମାଟି ଖୋଳାର ମିଳିଥିବା ପ୍ରମାଣ। ଏହି ସାହିତ୍ୟିକ ବିକାଶକୁ ବୁଝିବାକୁ ହେଲେ ଆମକୁ ମୁଚ୍ଛଙ୍ଗମ ବା ତିନୋଟି ସଙ୍ଗମର କାହାଣୀ ଶୁଣିବାକୁ ପଡ଼ିବ। କୁହାଯାଏ, ପ୍ରଥମ ସଙ୍ଗମ ତେନ୍ ମଧୁରାଇରେ ହୋଇଥିଲା, ଯାହାକୁ ଖୁଦ୍ ମହର୍ଷି ଅଗସ୍ତ୍ୟ ଆରମ୍ଭ କରିଥିଲେ। ପରେ କୁହାଡ଼େ ସେହି ସହରଟି ସମୁଦ୍ର ଗର୍ଭରେ ଲୀନ ହୋଇଗଲା। ଦ୍ୱିତୀୟ ସଙ୍ଗମଟି ଥିଲା କପାଡାପୁରମରେ, ଯେଉଁଠାରୁ ଆମକୁ ତୋଲକାପ୍ୟମ୍ ପରି ଏକ ଜବରଦସ୍ତ ବ୍ୟାକରଣ ଗ୍ରନ୍ଥ ମିଳିଲା। ଆଉ ତୃତୀୟ ସଙ୍ଗମ, ଯାହା ଖ୍ରୀଷ୍ଟପୂର୍ବ 100ରୁ ଖ୍ରୀଷ୍ଟାବ୍ଦ 250 ମଧ୍ୟରେ ମଧୁରାଇରେ ହୋଇଥିଲା। ଏହିଠାରୁ ହିଁ ଆମକୁ ଦକ୍ଷିଣ ଭାରତର ସର୍ବପ୍ରାଚୀନ ଏବଂ ପ୍ରାମାଣିକ ସାହିତ୍ୟଗୁଡ଼ିକ ମିଳିଥିଲା। ଏବେ ଆପଣ ଭାବୁଥିବେ, ଭାଇ, ଏହି ସଙ୍ଗମ ପ୍ରକୃତରେ କ'ଣ? ସହଜ ଭାଷାରେ କହିଲେ, ଏହା ହେଉଛି ଶ୍ରେଷ୍ଠ କବିମାନଙ୍କର ଏକ ବିରାଟ ସମାବେଶ ବା ଏକାଡେମୀ। ପାଣ୍ଡ୍ୟ ରାଜାମାନଙ୍କ ପୃଷ୍ଠପୋଷକତାରେ ଏହା ଗଠିତ ହୋଇଥିଲା। ଏତେଗୁଡ଼ିଏ କବିତାକୁ ସାଇତି ରଖିବା, ଦ୍ରାବିଡ଼ ଲୋକଙ୍କ ସଂସ୍କୃତିକୁ ଏକାଠି କରିବା, ଏହା କ'ଣ ଜଣେ ଦୁଇଜଣଙ୍କର କାମ ଥିଲା? ଆଦୌ ନୁହେଁ। ଏହା ଏକ ବିରାଟ ଗୋଷ୍ଠୀଗତ ପ୍ରୟାସ ଥିଲା। ଏକଦମ ମଜାଦାର କଥା ଦେଖନ୍ତୁ। ସେମାନଙ୍କର ଏହି ସଙ୍ଗମ ସାହିତ୍ୟକୁ ଏକଦମ ସ୍ପଷ୍ଟ ଭାବରେ ଦୁଇ ଭାଗରେ ବାଣ୍ଟି ଦିଆଯାଇଥିଲା, ଅକମ୍ ଏବଂ ପୁରମ୍। ଅକମ୍ କବିତାଗୁଡ଼ିକ ପୂରାପୂରି ବ୍ୟକ୍ତିଗତ, ମାନେ ପ୍ରେମ, ପାରିବାରିକ ଜୀବନ, ମନର କଥା, ଏସବୁ। କିନ୍ତୁ ପୁରମ୍ ହେଲା ବାହାର ଦୁନିଆର କଥା, ଯୁଦ୍ଧ, ବୀରତ୍ୱ, ରାଜନୀତି, ନୈତିକତା। ଉଦାହରଣ ସ୍ୱରୂପ, ପୁରାନାନୁରୁ ଗ୍ରନ୍ଥ ପଢ଼ିଲେ ସେ ସମୟର ରାଜଦରବାର ଆଉ ଯୁଦ୍ଧ କୌଶଳର ଏମିତି ଜୀବନ୍ତ ବର୍ଣ୍ଣନା ମିଳିବ ଯେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହି ସଂଖ୍ୟାଟିକୁ ଟିକେ ଧ୍ୟାନ ଦିଅନ୍ତୁ, 1330। ସଙ୍ଗମ ଯୁଗର ଶେଷ ବେଳକୁ ଯେତେବେଳେ ସମାଜରେ ନୈତିକତା ଏବଂ ଦର୍ଶନ ଉପରେ ଜୋର ଦିଆଗଲା, ସେତେବେଳେ ମହାନ କବି ଥିରୁଭଲ୍ଲୁବର ଏକ ଗ୍ରନ୍ଥ ଲେଖିଥିଲେ, ତିରୁକୁରାଲ। ଏଥିରେ ଠିକ୍ 1330ଟି ନୈତିକ ଦୋହା ଅଛି। ଧର୍ମ, ଧନ ଏବଂ ପ୍ରେମ ଉପରେ ଏଥିରେ ଯାହା ଲେଖାଯାଇଛି, ତାହା ଆଜି ବି ଆମ ପାଇଁ ସେତିକି ହିଁ ପ୍ରାସଙ୍ଗିକ। ଏବେ ଆସିବା ଦ୍ୱିତୀୟ ଭାଗକୁ, ମୁକୁଟ ପିନ୍ଧା ରାଜାମାନଙ୍କର ଶାସନ। କେମିତି ସାଧାରଣ ଆଦିବାସୀ ମୁଖିଆରୁ ବାହାରି ଏମାନେ ଏକ ବିଶାଳ କେନ୍ଦ୍ରୀକୃତ ସାମ୍ରାଜ୍ୟ ତିଆରି କଲେ, ଆସନ୍ତୁ ଦେଖିବା। ଆମେ ଏଠାରେ ମୁଖ୍ୟତଃ ତିନୋଟି ମହାନ ରାଜବଂଶର କଥା କହୁଛୁ, ଯେଉଁମାନଙ୍କୁ ଏକାଠି ମୁଭେନ୍ଦର କୁହାଯାଏ। ଚେର, ଚୋଳ ଓ ପାଣ୍ଡ୍ୟ। ପ୍ରତ୍ୟେକଙ୍କର ନିଜସ୍ୱ ଷ୍ଟାଇଲ ଥିଲା। ଚୋଳମାନେ ଥିଲେ ଜଳ ପରିଚାଳନା ବା ଡ୍ୟାମ୍ ତିଆରି କରିବାରେ ଉସ୍ତାଦ। ସେମାନଙ୍କର ପ୍ରତୀକ ଥିଲା ବାଘ। ପାଣ୍ଡ୍ୟମାନେ କଳା ଓ ସଂସ୍କୃତିର ବଡ଼ ପ୍ରଶଂସକ ଏବଂ ମୁକ୍ତା ବ୍ୟବସାୟରେ ଆଗୁଆ ଥିଲେ। ସେମାନଙ୍କର ପ୍ରତୀକ ଥିଲା ମାଛ। ଆଉ ପଶ୍ଚିମରେ ଥିଲେ ଚେରମାନେ, ଯେଉଁମାନେ ଗୋଲମରିଚ ବାଣିଜ୍ୟର ବସ୍ ଥିଲେ। ସେମାନଙ୍କର ପ୍ରତୀକ ଥିଲା ଧନୁ ଏବଂ ତୀର। ଗୋଟେ କଥା କ୍ଲିୟର କରିଦିଏ, ସେତେବେଳେ ରାଜାମାନେ ଯଦିଓ ବହୁତ ଶକ୍ତିଶାଳୀ ଥିଲେ, ଦେବତାଙ୍କ ପରି ପୂଜା ପାଉଥିଲେ, କିନ୍ତୁ ସେମାନେ ନିଜ ଇଚ୍ଛାରେ ସବୁକିଛି କରିପାରୁନଥିଲେ। ତାଙ୍କ ଉପରେ ବି ନିୟନ୍ତ୍ରଣ ଥିଲା। ଆଇମ୍ପେରୁଙ୍ଗୁଲୁ ବା 5ଟି ମହାନ ସଭା ଥିଲା। ଏଥିରେ ମନ୍ତ୍ରୀ, ପୁରୋହିତ, କୂଟନୀତିଜ୍ଞ, ସେନାପତି ଆଉ ଗୁପ୍ତଚରମାନେ ସାମିଲ ଥିଲେ। ଏକ ପୂରା ସିଷ୍ଟେମାଟିକ୍ ପ୍ରଶାସନ ଥିଲା, ଯାହା ଟେକ୍ସ ଆଉ ବନ୍ଦର ଶୁଳ୍କରେ ଚାଲୁଥିଲା। ପ୍ରକୃତରେ ଦେଖିବାକୁ ଗଲେ ଏଥିରେ ଏକ ଗଣତାନ୍ତ୍ରିକ ଛାପ ଥିଲା। ତୃତୀୟ ବିଭାଗ, ପ୍ରାଚୀନ ପରିବେଶ ଓ ସମାଜ। ଏଠାରେ ଥେନାଇ ବ୍ୟବସ୍ଥା ବିଷୟରେ ଜାଣିବା ପ୍ରକୃତରେ ବହୁତ କୌତୂହଳପୂର୍ଣ୍ଣ। ଏହା ସେତେବେଳର ଏକ ଅତ୍ୟନ୍ତ ଉନ୍ନତ ବିଚାରଧାରା ଥିଲା।
ଭାବନ୍ତୁ ତ ଗୋଟେ ସମାଜ ଯେ ନିଜର ପୂରା ଅଞ୍ଚଳକୁ ଏତେ ସୁନ୍ଦର ଭାବେ 5 ଭାଗରେ ବାଣ୍ଟିଥିଲା। ପାହାଡ଼ିଆ ଅଞ୍ଚଳ କୁରିଞ୍ଜି, ଗୋଚର ଭୂମି ମୁଲ୍ଲାଇ, ଉର୍ବର ଉପତ୍ୟକା ମରୁଥମ୍, ଉପକୂଳ ଅଞ୍ଚଳ ନେୟାଥଲ ଏବଂ ଶୁଷ୍କ ଅଞ୍ଚଳ ପାଲାଇ। ଏହାର ଫାଇଦା କ'ଣ ହେଲା ଜାଣନ୍ତି? ଉପକୂଳର ଲୋକ ଲୁଣ ଦେଇ ଉର୍ବର ଅଞ୍ଚଳରୁ ଧାନ ନେଇଗଲେ। ଏକ ଚମତ୍କାର ଆଭ୍ୟନ୍ତରୀଣ ଅଦଳବଦଳ ଅର୍ଥନୀତି। ଆଉ ସେଥିମଧ୍ୟରୁ ମରୁଥମର କୃଷିକ୍ଷେତ୍ରଗୁଡ଼ିକୁ ହିଁ ଥିଲା ଏହି ପୂରା ସାମ୍ରାଜ୍ୟର ଅର୍ଥନୈତିକ ମେରୁଦଣ୍ଡ। ଆଉ ଧର୍ମ? ସେଠି ବି କେତେ ସୁନ୍ଦର ବିବର୍ତ୍ତନ ହୋଇଥିଲା ଦେଖନ୍ତୁ। ମୁଖ୍ୟ ଦେବତା ଥିଲେ ମୁରୁଗାନ। ପ୍ରଥମେ ସେ କେବଳ ଏକ ଆଧ୍ୟାତ୍ମିକ ଶକ୍ତି ମୁରୁକୁ ରୂପେ ପୂଜା ପାଉଥିଲେ। ତାପରେ ଉତ୍ତର ଭାରତୀୟ ଦେବତା ସ୍କନ୍ଦ କାର୍ତ୍ତିକେୟଙ୍କ ସହ ତାଙ୍କର ସମନ୍ୱୟ ହେଲା ଏବଂ ଶେଷରେ ତାଙ୍କର 6ଟି ପବିତ୍ର ବାସସ୍ଥାନ ପ୍ରତିଷ୍ଠା କରାଗଲା। ଏହାକୁ ହିଁ ତ କହନ୍ତି ପ୍ରକୃତ ସମନ୍ୱୟ। ସ୍ଥାନୀୟ ପରମ୍ପରା ସହିତ ଜୈନ, ବୌଦ୍ଧ ଏବଂ ବୈଦିକ ବିଶ୍ୱାସର ଏକ ଜବରଦସ୍ତ ମିଶ୍ରଣ ହୋଇଥିଲା ସେତେବେଳେ। ଆମେ ଆସିଗଲୁ ଚତୁର୍ଥ ବିଭାଗକୁ, ବିଶ୍ୱସ୍ତରୀୟ ବାଣିଜ୍ୟ କେନ୍ଦ୍ର। ଏହି ତାମିଲାକମର ଅର୍ଥନୈତିକ ଶକ୍ତି ଖାଲି ଭାରତ ଭିତରେ ସୀମିତ ନଥିଲା ହେ। ରୋମାନ ସାମ୍ରାଜ୍ୟରୁ ଆରମ୍ଭ କରି ଦକ୍ଷିଣ ପୂର୍ବ ଏସିଆ ଯାଏଁ ସବୁଠି ଏମାନଙ୍କର କାରବାର ଚାଲିଥିଲା। ସେମାନଙ୍କର ଲୁଗାବୁଣା କାମ ଏତେ ସୂକ୍ଷ୍ମ ଥିଲା ଯେ ପ୍ରାଚୀନ ସାହିତ୍ୟରେ ଏହାକୁ ସାପର କାତି ବା ବାମ୍ଫ ସହ ତୁଳନା କରାଯାଇଛି। ଭାବନ୍ତୁ ଥରେ, ସମୁଦ୍ର ମଝିକୁ ଯାଇପାରୁଥିବା ବିରାଟ ବିରାଟ ଜାହାଜ ନିର୍ମାଣଠାରୁ ଆରମ୍ଭ କରି ଏମିତି ସୂକ୍ଷ୍ମ ଲୁଗା ବୁଣିବା ଆଉ ଲୁହା କାମ, ଏସବୁ ହିଁ ସେମାନଙ୍କ ଅର୍ଥନୀତିକୁ ପୁରା ମଜବୁତ କରିଦେଇଥିଲା। ଏକ ମଜାଦାର ତଥ୍ୟ ଶୁଣନ୍ତୁ। ମାତ୍ର 40 ଦିନ, ହଁ, ମୌସୁମୀ ପବନର ଗତି ବୁଝିବା ପରେ ରୋମାନ ଜାହାଜଗୁଡ଼ିକ ଆରବ ସାଗର ପାର କରି ମାତ୍ର 40 ଦିନରେ ଏଠାରେ ପହଞ୍ଚି ଯାଉଥିଲେ। ଏହି ସିଧାସଳଖ ରାସ୍ତା ହିଁ ଏହି ଅଞ୍ଚଳକୁ ବିପୁଳ ସମ୍ପଦରେ ଭରି ଦେଇଥିଲା। ଆଉ ଏହି ବାଣିଜ୍ୟ କେତେ ଲାଭଦାୟକ ଥିଲା ଜାଣନ୍ତି? ଆମେ ଦେଉଥିଲୁ ବ୍ଲାକ୍ ଗୋଲ୍ଡ ବା ଗୋଲମରିଚ, କୋର୍କାଇର ମୁକ୍ତା ଆଉ ହାତୀଦାନ୍ତ, ଏବଂ ସେଠୁ ବଦଳରେ ଆସୁଥିଲା ଖାଣ୍ଟି ସୁନା, ରୂପା ମୁଦ୍ରା, ସ୍ୱାଦିଆ ମଦ୍ୟ ଓ ଦାମୀ କାଚ ସାମଗ୍ରୀ। ଆମର ଲାଭ ଏତେ ଅଧିକ ଥିଲା ଯେ ସମ୍ରାଟ ଅଗଷ୍ଟସ୍ କିମ୍ବା ନିରୋଙ୍କ ସମୟର ପ୍ରଚୁର ରୋମାନ ମୁଦ୍ରା ଆଜି ବି ଆମକୁ ତାମିଲନାଡୁ ମାଟିତଳୁ ଖୋଳିବା ବେଳେ ମିଳୁଛି। ଏହାଠୁ ବଡ଼ ପ୍ରମାଣ ଆଉ କ'ଣ ଦରକାର? ଖାଲି ପଶ୍ଚିମ ନୁହେଁ, ପୂର୍ବ ଦିଗରେ ବି ଆମର ଜଲୁଆ ଥିଲା। ଥାଇଲ୍ୟାଣ୍ଡରେ ମିଳିଥିବା ଗୋଟେ 2ୟ ଶତାବ୍ଦୀର ମାଟିପାତ୍ର ଖଣ୍ଡରେ ଲେଖା ଅଛି ତୁରା ଅ, ଯାହାର ଅର୍ଥ ହୁଏ ଭିକ୍ଷୁ। ଦକ୍ଷିଣ ପୂର୍ବ ଏସିଆରେ ମିଳିଥିବା ଏହା ସବୁଠୁ ପୁରୁଣା ଭାରତୀୟ ଲେଖା। ମାନେ ଆମର ତାମିଲ ବ୍ୟବସାୟୀ ଏବଂ ବୌଦ୍ଧ ଭିକ୍ଷୁମାନେ ସେତେବେଳୁ ହିଁ ସେଠାରେ ଏକ ସାମୁଦ୍ରିକ ରେଶମ ପଥ ବା ମ୍ୟାରିଟାଇମ୍ ସିଲ୍କ ରୋଡ୍ ତିଆରି କରିସାରିଥିଲେ। ଏବେ ଆମ ମନରେ ଗୋଟେ ବଡ଼ ପ୍ରଶ୍ନ ଆସିବା ସ୍ୱାଭାବିକ। ଏତେ ଯେ ଧନ ସମ୍ପତ୍ତି ଆଉ ଉନ୍ନତିର କଥା କୁହାଯାଉଛି, ଏସବୁ କ'ଣ ଖାଲି କବିମାନଙ୍କର ଅତିରଞ୍ଜିତ କଳ୍ପନା? ନା ଏଥିରେ କିଛି ସତ୍ୟତା ଅଛି? ସାହିତ୍ୟ ସହିତ କ'ଣ ପ୍ରକୃତରେ ମାଟିତଳର ପ୍ରମାଣ ମେଳ ଖାଉଛି? ପଞ୍ଚମ ବିଭାଗ, ଅତୀତର ଉନ୍ମୋଚନ। ଆସନ୍ତୁ ପ୍ରମାଣ ଦେଖିବା। ଗତ କିଛି ବର୍ଷ ଭିତରେ ଯେଉଁ ସବୁ ପ୍ରତ୍ନତାତ୍ତ୍ୱିକ ଖନନ ହୋଇଛି, ସେସବୁ ପୁରା ଇତିହାସର ହିସାବ କିତାବ ବଦଳାଇ ଦେଇଛି ଏବଂ ପ୍ରମାଣିତ କରିଦେଇଛି ଯେ ସେହି କବିତାଗୁଡ଼ିକ ଆଦୌ ମିଥ୍ୟା ନଥିଲା। କି ଝାଡ଼ିର ଉଦାହରଣ ନିଅନ୍ତୁ ନା। ଭାଇଗାଇ ନଦୀ କୂଳରେ ମିଳିଲା ଏକ ପୁରା ଉନ୍ନତ ସହର, ଯାହାକି ଖ୍ରୀଷ୍ଟପୂର୍ବ 580 ବେଳକୁ ହିଁ ଜୀବନ୍ତ ଥିଲା। ସେଠି ଉଚ୍ଚମାନର ଇଟା ନିର୍ମିତ କୋଠା ଆଉ ସୁନ୍ଦର ଜଳ ନିଷ୍କାସନ ପ୍ରଣାଳୀ ଅଛି। ଆଉ ସବୁଠୁ ଅବିଶ୍ୱାସନୀୟ କଥା ହେଲା, 70ରୁ ଅଧିକ ମାଟିପାତ୍ର ମିଳିଛି ଯେଉଁଥିରେ ତାମିଲ ବ୍ରାହ୍ମୀ ଲିପି ଲେଖା ଅଛି। ଏହାର ମାନେ କ'ଣ ଜାଣନ୍ତି? ସେତେବେଳେ କେବଳ ରାଜା ବା ବ୍ରାହ୍ମଣ ନୁହନ୍ତି, ସାଧାରଣ ଲୋକ ବି ପାଠଶାଠ ପଢ଼ୁଥିଲେ ଆଉ ଲେଖୁଥିଲେ। ସେମିତି କୋଡୁମାନାଲ ଆଉ ଆଦିଚାନାଲନୁର। ଖ୍ରୀଷ୍ଟପୂର୍ବ 4ର୍ଥ ଶତାବ୍ଦୀରେ କୋଡୁମାନାଲ ଲୁହା ତରଳାଇବା ଏବଂ ରୋମକୁ ଦାମୀ ପଥର ପଠାଇବାର ଗୋଟେ ବିରାଟ ହବ୍ ଥିଲା। ଆଉ ଆଦିଚାନାଲନୁରର କାର୍ବନ ଡେଟିଂ ରିପୋର୍ଟ ତ ଆହୁରି ଆଶ୍ଚର୍ଯ୍ୟଜନକ। ଏହା ଆମ ଦକ୍ଷିଣ ଭାରତର ଲୌହ ଯୁଗକୁ ସିଧା ଖ୍ରୀଷ୍ଟପୂର୍ବ 3300 ଯାଏଁ ପଛକୁ ନେଇଯାଇଛି। ସେଠୁ ମିଳିଥିବା ଧାନ ଦାନା ମଧ୍ୟ ହଜାର ହଜାର ବର୍ଷ ପୁରୁଣା। ଅବଶ୍ୟ ପ୍ରତ୍ୟେକ ଉତ୍ଥାନର ଏକ ପତନ ଥାଏ। ଏତେ ସବୁ ଉନ୍ନତି ପରେ ବି ଖ୍ରୀଷ୍ଟାବ୍ଦ 3ୟ ଶତାବ୍ଦୀ ଆଡ଼କୁ ଏହି ମହାନ ଯୁଗର ପରିସମାପ୍ତି ଘଟିଲା। ଏହି ସମୟକୁ ଆମେ କଲଭରା ଇଣ୍ଟରରେଗ୍ନମ୍ କହୁ। ଗୋଟେ ଅସ୍ଥିରତାର ସମୟ ଥିଲା ଯେଉଁଠି ମୋବେନ୍ଦ ରାଜବଂଶଗୁଡ଼ିକ ଭାଙ୍ଗିଗଲା ଆଉ ମଧ୍ୟଯୁଗୀୟ ସାମ୍ରାଜ୍ୟ ପାଇଁ ବାଟ ଫିଟିଲା। କିନ୍ତୁ ଗୋଟେ କଥା ସତ, ଏହି ଯୁଗ ଶେଷ ହେଲେ ବି ଆମ ଦକ୍ଷିଣ ଏସିଆର ସାଂସ୍କୃତିକ ଡିଏନ୍ଏରେ ଏହା ନିଜର ଏକ ଅଲିଭା ଛାପ ଛାଡ଼ିଯାଇଛି। ତେଣୁ ଶେଷରେ ଟିକେ ଭାବନ୍ତୁ ତ, ଯେତେବେଳେ 3000 ବର୍ଷ ପୁରୁଣା ଧାନ ବାହାରୁଛି, ଇଜିପ୍ଟର ସମାଧିରେ ତାମିଲ ନାମ ଲେଖାଥିବାର ମିଳୁଛି, ମନରେ ପ୍ରଶ୍ନ ଉଠେ ନାହିଁ କି? ମାନବ ସଭ୍ୟତାର ଇତିହାସକୁ ପୂରାପୂରି ବଦଳାଇ ଦେବା ପରି ଆଉ କେତେ ରହସ୍ୟ ଏବେ ବି ଆମ ପାଦ ତଳେ ଲୁଚି ରହିଛି? କିଏ ଜାଣେ କାଲି କ'ଣ ନୂଆ ମିଳିବ?
ଆଜି ପାଇଁ ଆମର ଏହି ବିଶ୍ଳେଷଣକୁ ଏଠି ରଖିବା। ଆମ ସହ ଏହି ରୋମାଞ୍ଚକର ଯାତ୍ରାରେ ସାମିଲ ହୋଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।